ମୁଁ ସତ୍ୟବ୍ରତ ନାୟକ ତିହିଡି ବ୍ଲକର ପାଳିଆବିନ୍ଧା ପଞ୍ଚାୟତକୁ ବର୍ତ୍ତମାନ ଆମେ ଆସିଛୁ। ଏହି ପଞ୍ଚାୟତରେ ଏକ ଐତିହାସିକ ପୀଠ ଯାହାର ନାମ ହେଉଛି ବିରଞ୍ଚିନାରାୟଣ ମନ୍ଦିର, ତାକୁ ଆମେ ପରିଦର୍ଶନ କରିଥିଲୁ। ଆସନ୍ତୁ ସେ ମନ୍ଦିର ବାବଦରେ ତାଙ୍କର ନନାଙ୍କ ସହିତ ଆମେ କଥା ହେବା। ଏ ମନ୍ଦିର କେବେ ସ୍ଥାପନ ହେଇଥିଲା? ମନ୍ଦିର ସ୍ଥାପନ କେବେ କରାଯାଇଥିଲା ତା ତ ସଠିକ କହିହବନି। ପ୍ରାୟତଃ ଅନୁମାନ କରାଯାଏ ଯେହେତୁ ସୂର୍ଯ୍ୟନାରାୟଣଙ୍କ ମନ୍ଦିର ଗଙ୍ଗବଂଶର ପରିବାର ସଦସ୍ୟ କେହି କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଏ। କୋଣାର୍କ ମନ୍ଦିର ସମସାମୟିକ, କୋଣାର୍କ ମନ୍ଦିର ପିରିୟଡରୁ ହିଁ ଏ ମନ୍ଦିର ଦଣ୍ଡାୟମାନ। ଆନୁମାନିକ କେତେ ଶହ ବର୍ଷ? ଆନୁମାନିକ 1200 ବର୍ଷରୁ ଅଧିକା ହବ। ମୁଁ ପ୍ରାୟତଃ 30 ବର୍ଷରୁ ଅଧିକା ହେଲାଣି ପୂଜା କରି ଆସୁଛି। ଆମର ପରମ୍ପରା ଅନୁସାରେ ପିଢି ଅନୁସାରେ ପୂଜା କରି ଆସୁଛନ୍ତି। ଆ ପୂର୍ବରୁ କିଏ ପୂଜା କରୁଥିଲେ? ଆମ ବାପା କରୁଥିଲେ, ପୋଷାପ କରୁଥିଲେ। ପିଢି ଅନୁସାରେ ପିଢି ବାଇ ପିଢି ପୂଜା କରି ଆସୁଛୁ। ମୁଁ ତ ବହୁତ ବାର କହିଛି, ଇଲେକ୍ଟ୍ରୋନିକ ମିଡିଆ ହଉ ପ୍ରିଣ୍ଟିଂ ମିଡିଆ ହଉ, ମୁଁ ବହୁତ ବାର ପ୍ରଚାର ପ୍ରସାର ମଧ୍ୟ କରେଇଛି। ମିଡିଆ ଭାଇ ମାନଙ୍କୁ ବି ବହୁତ ପ୍ରକାର। ସ୍ଥାନୀୟ ସରପଞ୍ଚଙ୍କୁ ଜଣେଇଛନ୍ତି? ସ୍ଥାନୀୟ ସରପଞ୍ଚ ୟାର କଣ କରିପାରିବେ? କିଛି କରିପାରିବେନି। ଯେତେବେଳେ ଡିପାର୍ଟମେଣ୍ଟ ଶୋଇ ପଡୁଛି, ଓଟିଡିସି 10 ବର୍ଷରୁ ଅଧିକା ହେଲାଣି ଟେକଅପ୍ କଲାଣି, ଯେତେବେଳେ ଡିପାର୍ଟମେଣ୍ଟ ଶୋଇ ପଡୁଛି ସରପଞ୍ଚ କଣ କରିପାରିବେ? ଏବେ ତ ମଠ ମନ୍ଦିର ପାଇଁ ସରକାର ତ ପ୍ରଚୁର ପଇସା ଦଉଛନ୍ତି। ମଠ ମନ୍ଦିର ପାଇଁ ସବୁ ଆମ ସଂସ୍କୃତିର ପୁନରୁଦ୍ଧାର କରାହଉଛି। ମଠ ମନ୍ଦିରର ବଡ ପୁନରୁଦ୍ଧାର ଦୁଃଖର କଥା, ଓଡିଶାର ଅଦ୍ୱିତୀୟ ଅର୍କ କ୍ଷେତ୍ର, ୟା ଉପରେ ସରକାରଙ୍କର ଏ ପର୍ଯ୍ୟନ୍ତ ନଜର ନାହିଁ। ପ୍ରାୟତଃ 5 ବର୍ଷ 10 ବର୍ଷ 20 ବର୍ଷର ମନ୍ଦିର ମସଜିଦ ମାନଙ୍କୁ ଯେତେବେଳେ ଦିଆଯାଇଛି, 1200 ବର୍ଷର କିମ୍ବଦନ୍ତୀ ହଜି ଯାଇଛି, ତାର ପୁନରୁଦ୍ଧାର ସରକାରଙ୍କ ଦୃଷ୍ଟିଗୋଚର ହେଇନି ଏପର୍ଯ୍ୟନ୍ତ। ଆପଣ କହିବାକୁ ଚାହୁଁଛନ୍ତି ଯେ 30 ବର୍ଷ ହେଲାଣି ଆପଣ ଏଇଠି ପୂଜା କରୁଛନ୍ତି, କିନ୍ତୁ କିଛି ଡେଭଲପମେଣ୍ଟ ଆଜି ଯାଏଁ? 30 ବର୍ଷର କଣ ପରିବର୍ତ୍ତନ ମୁଁ କିଛି ଦେଖୁନି। ଯେମିତି ଥିଲା ଆଗରୁ ମନ୍ଦିର, ଏବେ ପରିବର୍ତ୍ତନ ହେଇଛି। ଓଟିଡିସି ଟେକଅପ୍ କଲା ପରେ ଆର୍କୋଲୋଜି ଡିପାର୍ଟମେଣ୍ଟ କିଛି ମାତ୍ରାରେ ବାଉଣ୍ଡରୀ ୱାଲ୍ ପୁନରୁଦ୍ଧାର କରିଛି। ଆଉ କିଛି ମନ୍ଦିର ବାବଦରେ କିଛି ପରିବର୍ତ୍ତନ ମୁଁ କାହିଁ ଆକଳନ କରିପାରୁନି। ମନ୍ଦିର ଯେହେତୁ ଚାରିପଟେ 3ଟି ଦ୍ୱାର ରହୁଛି, ଆଜ୍ଞା, ତାପରେ କ୍ଲୋଜ କରିବାର କିଛି ବ୍ୟବସ୍ଥା ନାହିଁ। ଆମର ଟ୍ରଷ୍ଟ ବୋର୍ଡ ତରଫରୁ 2ଟି ଗେଟ୍ ଆମେ ବ୍ୟକ୍ତିଗତ ଭାବରେ ଲଗାଇଥିଲୁ, ଆଜ୍ଞା। ଯାହା ଲୋକାଲ ଆୟର। ତ କିଛି କରିହବନି ନା, ଖୋଲା ମୁକୁଳା ସ୍ଥାନଟା କିଛି କରିହବନି। ସରକାର ଯେତେବେଳେ ଚାହିଁବେ ସବୁ ପ୍ରକାର ପରିବର୍ତ୍ତନ ହେଇପାରିବ। ସରକାରଙ୍କର କିଛି ପରିବର୍ତ୍ତନତା ନାହିଁ। ମନ୍ଦିରର ପୂଜା ବିଧି ସମ୍ପର୍କରେ ଟିକେ କୁହନ୍ତୁ। ମନ୍ଦିରର ପୂଜା ବିଧି ହେଲା, ପ୍ରଥମେ ସକାଳ ବେଳା ଠାକୁରଙ୍କର ନିତ୍ୟ ପୂଜା, ବାଲ୍ୟ ଭୋଗ, ଦ୍ୱିପହର ସମୟରେ ଅରୁଆ ଅନ୍ନ ଡାଲମା, ସନ୍ଧ୍ୟାରେ ସନ୍ଧ୍ୟା ଆଳତି, ରାତ୍ରିରେ ପହଡ। ଆଚ୍ଛା, ଆମର ଠାକୁରଙ୍କର କଣ ଅଲୌକିକ କାହାଣୀ ସବୁ ଅଛି ଆପଣ କୁହନ୍ତୁ। ଠାକୁରଙ୍କର ଅଲୌକିକ କାହାଣୀ, ଠାକୁର ହଉଛନ୍ତି ସୂର୍ଯ୍ୟ ନାରାୟଣ, ଆଦିତ୍ୟ ସୂର୍ଯ୍ୟ। ଯେତେବେଳେ କୃଷ୍ଣଙ୍କ ପୁଅ ଶାମ୍ବକୁ କୁଷ୍ଠରୋଗ ହୋଇଥିଲା, ସେତେବେଳେ ସମୁଦ୍ରର ତଟ ଦେଶରେ ବସିକି ସୂର୍ଯ୍ୟଙ୍କୁ ଆରାଧନା କରିଥିଲେ। ସୂର୍ଯ୍ୟଙ୍କୁ ଆରାଧନା କରିବା ପରେ ସୂର୍ଯ୍ୟ କିରଣ ତାଙ୍କ ଶରୀରରେ ପଡିଥିଲା। ପଡିବା ପରେ ତାଙ୍କର କୁଷ୍ଠରୋଗ ମୁକ୍ତ ହେଇଥିଲା। ସେଇ ପରମ୍ପରା ଅନୁସାରେ ବିରଞ୍ଚିନାରାୟଣ ଯେହେତୁ ଆଦିତ୍ୟ ସୂର୍ଯ୍ୟ, ଆଜି ମଧ୍ୟ ଲୋକମାନଙ୍କର ଚର୍ମ ଜାତୀୟ ଯେତେ ପ୍ରକାର ରୋଗ ସୃଷ୍ଟି ହୁଏ, ପ୍ରଭୁ ବିରଞ୍ଚିନାରାୟଣଙ୍କ ପାଖରେ ଫୁଲ ଛତା ବିଞ୍ଚଣା ମାନସିକ ରଖିଲା ପରେ ତାଙ୍କର ରୋଗ ମୁକ୍ତ ହୋଇଥାଏ। ସେଇ ପରମ୍ପରା ଅନୁସାରେ ବର୍ଷ ତମାମ ସାରା ଓଡ଼ିଶାରୁ, ଓଡ଼ିଶା ବାହାରୁ ମଧ୍ୟ ଯାତ୍ରୀ ଆସିଥାନ୍ତି, ମାନସିକ ରଖିଥାନ୍ତି, ମାନସିକ ମଧ୍ୟ ପୂରଣ ହେଇଥାଏ। ଫୁଲ ଛତା ବିଞ୍ଚଣା ପ୍ରଭୁଙ୍କୁ ଅର୍ପଣ କରାଯାଇଥାଏ। ସେଇ ମେଳାଟା କେବେ ହୁଏ? ଠାକୁରଙ୍କର ଅନେକ ଗୁଡ଼ିଏ ପର୍ବପର୍ବାଣୀ ଅଛି। ସେଥିମଧ୍ୟରୁ ସବୁଠୁ ବଡ଼ ପର୍ବ ଶାମ୍ବ ଦଶମୀ। ଆପଣଙ୍କର ଶ୍ରୀପଞ୍ଚମୀ ପରଦିନ ଚୂଳ ଚଢା ବୋଲି ଗୋଟେ ପର୍ବ ଅଛି। ତ ଆଉ ଗୋଟିଏ ପର୍ବ ମାଘ ସପ୍ତମୀ ଠାରୁ ମାତ୍ର 5-6 ଦିନ ପରେ ଅଘିରା ପୂର୍ଣ୍ଣମୀର ପରଦିନ ଗୁଣ୍ଡୁଣୀ ବୋଲି ଗୋଟେ ସବୁଠୁ ବଡ଼ ଯାତ୍ରା। ସେ ଯାତ୍ରାରେ ପ୍ରାୟତଃ ଅନେକ ଜନସମାଗମ ହୋଇଥାଏ। ବିଭିନ୍ନ ଜିଲ୍ଲାରୁ କୋଣ ଅନୁକୋଣରୁ ଯାତ୍ରୀମାନେ ଆସିଥାନ୍ତି। ଅତୀତରେ ସେଇ ଯାତ୍ରାଟି ଗୋଟିଏ ଦିନ ଲାଗୁଥିଲା। କାଳକ୍ରମେ ମିଡିଆ ଦ୍ୱାରା ପ୍ରଚାର ପ୍ରସାର ହେବା ଦ୍ୱାରା ସେଟା 4 ଦିନରୁ 5 ଦିନ ପର୍ଯ୍ୟନ୍ତ ଗତି କରି ଚାଲିଛି। ଆଚ୍ଛା, ଯୋଉ ଫୁଲ ଛତା ଯୋଉ ଦାନ କରନ୍ତି ମାନସିକ ରଖିକି, ଆଜ୍ଞା, ସେଇଟା ଏକ ନିର୍ଦ୍ଦିଷ୍ଟ ସମୟରେ ନା? ନାଇଁ, ସେମିତି କିଛି ନାହିଁ। ଯେହେତୁ ଖୋଲା ଯାତ୍ରା ସମୟରେ ଅନେକ ଲୋକଙ୍କର ସମାଗମ ହୋଇଥାଏ, ତ ସେ ସମୟରେ ବେଶୀ ଅର୍ପଣ କରାଯାଇଥାଏ ପ୍ରଭୁ। ଯୋଉ ଯେତେବେଳେ ଚାହିଁବେ ଜଣେ ଅର୍ପଣ କରିପାରିବେ, କିଛି ଅସୁବିଧା ନାହିଁ, କରିପାରିବେ। ଆପଣମାନେ ଶୁଣୁଥିଲେ
ନନାଙ୍କର ମନ୍ତବ୍ୟ। ନନା ଏ ପ୍ରାଚୀନ ମନ୍ଦିର ବାବଦରେ ଯାହା ତଥ୍ୟ ଦେଲେ ତାହା ଓଡ଼ିଶାବାସୀଙ୍କୁ ଚକିତ କରିବ। କାହିଁକି ନା ଏ ମନ୍ଦିର ଏତେ ପ୍ରାଚୀନ ମନ୍ଦିର, ଏ ମନ୍ଦିର ତେଣୁ ଏଭଳି ଏକ ପ୍ରାଚୀନ ମନ୍ଦିରକୁ ରାଜ୍ୟ ସରକାର ଯଦି ଅନୁଦାନ ନ ଦେବେ, ରାଜ୍ୟ ସରକାର ଏହାର ବିକାଶ କଥା ଚିନ୍ତା ନ କରିବେ, ତାହେଲେ ଏ ମନ୍ଦିରର ଯେଉଁ ସ୍ମୃତି ଅଛି ତା ଆସ୍ତେ ଆସ୍ତେ ଲିଭିଯିବ। ତେଣୁ ଏହି ଆମର ଚ୍ୟାନେଲ ମାଧ୍ୟମରେ ଆମେ ରାଜ୍ୟ ସରକାରଙ୍କୁ ନିବେଦନ କରିବୁ ସେ ଯଥାଶୀଘ୍ର ଏହାର ବିଧିବଦ୍ଧ ବ୍ୟବସ୍ଥା କରି ଏହି ପ୍ରାଚୀନ ମନ୍ଦିରର ସୁରକ୍ଷା କରିବେ ଏବଂ ପୁନରୁଦ୍ଧାର କରିବେ।